ଜାରକା ଦେଉଳି ପାହାଡ଼ ଗ୍ରାମରେ ହାତୀ ଆତଙ୍କ। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜାରକା ସ୍ଥିତ ଦେଉଳି ପାହାଡ଼ରେ ହାତୀ ଆତଙ୍କ ଦେଖିବାକୁ ମିଳିଥିଲା। ଗତ ରାତିରେ ଗୋटे ହାତୀ ଆସି ଦେଉଳି ପାହାଡ଼ ଗ୍ରାମରେ ପଶିଯାଇକି ଜଣଙ୍କ ଘର ଆଗ ଲୁହା ଗ୍ରିଲକୁ ଭାଙ୍ଗି ଦେଇଥିଲା। ହଠାତ୍ ସ୍ଥାନୀୟ ଲୋକେ ଦେଖି ଭୟଭୀତ ହୋଇଥିଲେ। ଆଜି ସକାଳେ ବାରବାଟୀରେ ମଧ୍ୟ ହାତୀ ଆତଙ୍କ ଦେଖିବାକୁ ମିଳିଥିଲା। ଲୋକେ ହାତୀ ଦେଖି ଫରେଷ୍ଟ ଅଫିସରେ ଜଣାଇଥିଲେ। ଫରେଷ୍ଟ ଅଫିସର ଖବର ପାଇ ଆସି ହାତୀ ଜଗିଥିଲେ। ହାତୀଟି ଦେଉଳି ପାହାଡ଼ ଜଙ୍ଗଲରେ ପଶିଥିବା ସୂଚନା ମିଳିଛି। ଯାଜପୁର ଜିଲ୍ଲାରୁ ବିନାୟକ ସାହୁଙ୍କ ରିପୋର୍ଟ, ଯୁବଶକ୍ତି ନ୍ୟୁଜ୍ ଓଡ଼ିଶା।